ଗାଇସ୍ ଚାଲନ୍ତୁ ଆଜି ବନେଇବା କଖାରୁ ଡଙ୍କ ଭଜା। କଖାରୁ ଡଙ୍କ ତ ଖାଇବା ପାଇଁ ବହୁତ ଟେଷ୍ଟି ଆଉ ତା ସହିତ ହେଲ୍ଦି ମଧ୍ୟ। ବନେଇବା କଥା ତ କ'ଣ କହିବି, ଆପଣମାନେ ତ ଜାଣିଥିବେ କେତେ ସହଜ। ଚାଲନ୍ତୁ ଷ୍ଟାର୍ଟ କରିବା କଖାରୁ ଡଙ୍କ ଭଜା। ଏଠି ମୁଁ କାଟି ନେଇଛି କଖାରୁ ଡଙ୍କ ଆଉ ଲାଉ, ତାକୁ ଭଲ ଭାବରେ ଧୋଇ ଦେଇକି ରଖିଦେଲି। ସୋରିଷ ତେଲ ଗରମ କଲି, ସେଥିରେ କାଟିକି ରଖିଥିବା ପିଆଜକୁ ପକେଇଲି, ଶୁଖିଲା ଲଙ୍କା ଦୁଇଟା ପକେଇ ଦେଇକି ତାକୁ କିଛି ସମୟ ପର୍ଯ୍ୟନ୍ତ ଚଲେଇଲି। ତାପରେ ସେଥିରେ ପକେଇଲି ଜିରା ସୋରିଷ, ତାକୁ ଭଲ ଭାବରେ ଟିକେ ଭାଜିଦେଲି। ଯେମିତି ସେ ଭାଜି ହେଇଗଲା, ଧୋଇକି ରଖିଥିବା ଲାଉ ଆଉ କଖାରୁ ଡଙ୍କକୁ ସେଥିରେ ମୁଁ ପକେଇଦେଲି କି ହଳଦୀ ଲୁଣ ପକେଇଦେଲି। ତାକୁ କିଛି ସମୟ ପର୍ଯ୍ୟନ୍ତ ଭାଜିଲି। ସେ ଯେମିତି ଭାଜି ହେଇଗଲା କି ବାସ୍ନାରେ ପୁରା ଆପଣ ଭାଜୁ ଭାଜୁ ଖାଇବା ପାଇଁ ଇଚ୍ଛା କରିବେ, ଏମିତି ବାସ୍ନା। ଶୀଘ୍ର ବନିଗଲା କଖାରୁ ଡଙ୍କ ଭଜା। ବହୁତ ଟେଷ୍ଟି ହେଇଥିଲା, ମୁଁ ଖାଇଲି। ଆପଣମାନେ ଏମିତି ରେସିପି କେବେ ବନେଇକି ଖାଇଛନ୍ତି କି ନାହିଁ ମୋତେ କମେଣ୍ଟରେ କହିବେ। ଯଦି ବି ଖାଇନଥିବେ ତାହେଲେ ଜଲ୍ଦି ଖାଇକି କୁହନ୍ତୁ ବହୁତ ଟେଷ୍ଟି। ଆଉ ଆପଣମାନେ ଯିବା ଆଗରୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣମାନଙ୍କ ପାଇଁ ମୁଁ ଏମିତି ଇଜି ରେସିପି ନେଇ ଆସିବି। ପୁଣି ଦେଖାବା ଆପଣମାନଙ୍କ ସହିତ ଗୋଟେ ନେକ୍ସଟ ରେସିପିରେ। ବାଏ ବାଏ।